ହୁଏତ ଆପଣଙ୍କ ଭିତରୁ ଅନେକ ୟାକୁ ଚିହ୍ନିଛନ୍ତି। କିଛି ୟାକୁ ସାମ୍ନାରେ ଦେଖିଥିବେ ତ କିଛି ରାସ୍ତାରେ କେଉଁଆଡ଼େ ଟ୍ରାଭେଲ କଲାବେଳେ ରାସ୍ତା କଡ଼ କ୍ଷେତ୍ରରେ ଏମିତି ଏକ ଅଦ୍ଭୁତ ଦୃଶ୍ୟ ଉପରେ କାହାର ନା କାହାର ନଜର ପଡ଼ିଥିବ ନିଶ୍ଚୟ। ହଁ, ଇଏ ବା ସେହି ପାଳଭୂତ। ୟାକୁ ଆମ ଜେଜେବାପା କ୍ଷେତରେ ପକ୍ଷୀ ଘଉଡ଼ାଇବାକୁ ଲଗାଉନଥିଲେ। ପିଲାବେଳେ ୟାକୁ ଦେଖି କେତେ ଥର ଯେ ଛାତି ଧଡ଼ଧଡ଼ ହୋଇଛି ତାର ହିସାବ ନାହିଁ। ହେଲେ ଆଉ କ'ଣ ସେ ସମୟ ଅଛି? ଇନଷ୍ଟା ରିଲ୍ରେ ସମୟ ବିତାଉଥିବା ଆଜିର ପିଢ଼ି କେମିତି ବା ଜାଣିବେ ଏ ପାଳଭୂତର ମହତ୍ତ୍ୱ? ଚାଷ କଲା ସମୟରେ ଚାଷଟି ଭାରି ସୁନ୍ଦର ହେଇଥିଲେ ସମସ୍ତଙ୍କର ଦୃଷ୍ଟି ସମାନ ନଥାଏ, କାହାର ଖର ଦୃଷ୍ଟି ଥାଏ। ତେଣୁ ସେ ଖର ଦୃଷ୍ଟିଟା କାଟିବା ପାଇଁ ଏ ପାଳଭୂତର ବ୍ୟବସ୍ଥା କରାଯାଇଥାଏ। ଆଉ ପାଳଭୂତର ବିଭିନ୍ନ କାରଣ ଅଛି, ସେଥିପାଇଁ ହେଇଥାଏ। ପକ୍ଷୀ ବିଭିନ୍ନ ଜୀବଜନ୍ତୁ ଖଣ୍ଡେ ଦୂରରେ ଦେଖିଲେ ସେମାନେ ଡରି ଯାଆନ୍ତି, ଆଉ ସେଠିକି ଯିବାନି। ଏଇ ବିଭିନ୍ନ କାରଣ ପାଇଁ ପାଳଭୂତଟା ହେଇଥାଏ। ପାଳଭୂତ ମାନେ ପୂର୍ବପୁରୁଷ ମାନେ ଯାହା ବିଶ୍ୱାସ କରନ୍ତି ବା ଆମେ ତାଙ୍କ ଥ୍ରୁ ଯାହା ଜାଣିଛୁ, ଏଟା ଗୋଟେ ଭଲ ଫସଲ ହେଲେ ଫସଲ କିଏ ନଜର କରିବ, ମାନେ ଖରାପ ନଜର ଦେଖିବ। ତା ଛଡ଼ା ବିଭିନ୍ନ ପ୍ରକାର ଯେଉଁ ଚୋରି ଫୋରି ବାବଦରେ ରାତି ଫାତିରେ ଚୋରି ଫୋରି କରିବା ପାଇଁ ଯଦି ଚୋର ଫୋର ଆସନ୍ତି, ସେମାନେ ଦେଖିଲେ ହଠାତ୍ ଭାବନ୍ତି କେଇ ଜଣ ମଣିଷ ଠିଆ ହେଇଛି ବା କିଛିଟା କେଇ ଜଣ ଅଛି ସେଠି, ସେମାନେ ବି ଭୟ କରନ୍ତି। ପାଳଭୂତ ଗୋଟେ 4 ଅକ୍ଷର ବିଶିଷ୍ଟ ଗୋଟେ ଶବ୍ଦଟିଏ, କିନ୍ତୁ ତାର ଅର୍ଥ ବ୍ୟାପକ। ସାଧାରଣତଃ ଆମେ ତାଙ୍କୁ ତୁଳନା କରିବା ଯଦି ଦେଶର ସୁରକ୍ଷା ପାଇଁ ସୈନିକଟିଏ ସବୁବେଳେ ସଜାଗ ହୋଇ ରହିଥାଏ ଦେଶର ସୁରକ୍ଷା କରିବା ପାଇଁ, ସେଇଭଳି ଭାବରେ ଦେଶକୁ ଆହାର ଯୋଗାଉଥିବା କୃଷକ ପାଇଁ କୃଷକର ସୈନିକଟିଏ ହେଇ ସବୁବେଳେ ସିଏ କ୍ଷେତ ଭିତରେ ନିର୍ବିକାର ଭାବରେ ଜଗି ରହିଥାଏ। ସେ ହେଉଛି ପାଳଭୂତଟିଏ। ପାଳରେ ରହେ ବୋଲି ନା ତାର ପାଳଭୂତ। ଯୀଶୁଙ୍କୁ କ୍ରୁଶବିଦ୍ଧ କଲା ପରି ତାର ଅବୟବ, ନଡ଼ାରେ ତିଆରି ଅସ୍ଥିମଜ୍ଜା ସମଗ୍ର ଶରୀର, ପୁରୁଣା ମାଟିହାଣ୍ଡି ଚୂନକଳା ଲିପାଯାଇ ମୁଖମଣ୍ଡଳରେ ଶୋଭା ଭୂତଟାଏ ପରି, ଗଣ୍ଠୁଳିରୁ କାଢ଼ି ଏକ ମସିଆ କାମିଜ ତା ଶରୀର ଢାଙ୍କିଥାଏ ଚଷା ପୁଅ ଅତି ସରାଗରେ। ଠିକ୍ ପରିବା ପାଳର ମଝାମଝିରେ ତାକୁ ତାର କ୍ଷେତ ଜଗିଥାଏ ପାଳଭୂତ। ପାଳଭୂତ ଚାଷୀର ଚିର ସାଥୀ ଭଳି ରହିଥାଏ, ଫସଲକୁ ପକ୍ଷୀଙ୍କ କବଳରୁ ରକ୍ଷା କରେ। ହେଲେ ଆଜି ବଦଳୁଥିବା ସମୟରେ ଧୀରେ ଧୀରେ ଏହି ପାଳଭୂତର ଆଦର ବି କମିବାରେ ଲାଗିଛି। ଗାଁ ଭାଁ କିଛି କ୍ଷେତକୁ ଛାଡ଼ିଦେଲେ ଯେମିତି ଧୀରେ ଧୀରେ କ୍ଷେତରୁ ଉଭାନ ହେବାରେ ଲାଗିଲାଣି ଏହିସବୁ ଅଦ୍ଭୁତ ଓ କୌତୂହଳ ଭରା ଦୃଶ୍ୟ। ହୁଏତ ଆଉ କିଛି ବର୍ଷ ପରେ କେବଳ ସ୍ମୃତିର ମାନସ ପଟ୍ଟରେ ହିଁ କଏଦ ହୋଇ ରହିଯିବ ଏହି ଅଧା ଖଣ୍ଡିଆ ଅଧା ଗଢ଼ା ଭୂତଟି। ଭଦ୍ରକ ଜିଲ୍ଲା ଧାମନଗରରୁ ବିଶ୍ୱଜିତ ପଲାଇଙ୍କ ରିପୋର୍ଟ, ଅର୍ଗସ୍ ନ୍ୟୁଜ୍।